ବିଜୁଳି ଯୋଗାଇବା ଆଳରେ ଟାଟା ପାୱାର ସାଧାରଣ ଲୋକମାନଙ୍କୁ ଶୋଷଣ କରିଚାଲିଛି। ଗତ ନିର୍ବାଚନ ସମୟରେ ବିଜେପିର ତୁଙ୍ଗ ନେତାମାନେ ଖୋଲା ମଞ୍ଚରେ 300 ୟୁନିଟ୍ ବିଜୁଳି ମାଗଣା ଦେବାକୁ କହି ବର୍ତ୍ତମାନ ଏଥିରୁ ଓହରି ଯାଉଛନ୍ତି। 300 ୟୁନିଟ୍ ବିଜୁଳି ମାଗଣା ଦେବା ଦୂରର କଥା, ଏବେ ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟର ନାଁରେ ଅତିରିକ୍ତ ବୋଝ ଲଦି ଦେବାକୁ ମସୁଧା ଚଳାଇଛି। ପ୍ରାଥମିକ ପର୍ଯ୍ୟାୟରେ କମର୍ସିଆଲ ଉପଭୋକ୍ତାମାନଙ୍କ ମିଟର ପରିବର୍ତ୍ତନ କରାଯାଇ ସେମାନଙ୍କର ସ୍ମାର୍ଟ ମିଟର ଲଗାଯାଏ। ପ୍ରତ୍ୟେକ ଉପଭୋକ୍ତାଙ୍କଠାରୁ 7,000 ଟଙ୍କା କମ୍ପାନୀ ନେବ। ପୂର୍ବରୁ ପୁରୁଣା ମିଟର ବାବଦକୁ କମ୍ପାନୀ ଉପଭୋକ୍ତାଙ୍କଠାରୁ ସିକ୍ୟୁରିଟି ଟଙ୍କା ନେଇ ସାରିଥିବା ବେଳେ ପୁଣି ନୂଆ ସ୍ମାର୍ଟ ମିଟର ପାଇଁ ଆଉଥରେ 7,000 ଟଙ୍କା ଆଦାୟ କରିବା ଉପଭୋକ୍ତାଙ୍କୁ ଶୋଷଣ ନୁହେଁ କି? ମୋବାଇଲ ଫୋନରେ ପଇସା ସରିଲେ ଆଉ କଥା ହୋଇପାରିବ ନାହିଁ, ଏହାକୁ ଅପେକ୍ଷା କରିହେବ। ମାତ୍ର ଆପଣଙ୍କ ଘରେ ରୋଗୀ, ବୃଦ୍ଧ, ବୃଦ୍ଧା, ପିଲାମାନେ ପାଠ ପଢୁଥାନ୍ତୁ ବା ଚାଷୀଟିଏ ମୋଟର ଚଳାଇ ବିଲରେ ଚାଷ କାମ କରୁଥାଉ, ମିଟରରୁ ପଇସା ସରିଲେ ଆପେ ପାୱାର କଟ୍ ହୋଇଯିବ। ସେହିପରି ଖରା ହେଉଥାଉ ବା ରାତ୍ରି 2ଟା ବାଜିଥାଉ, ଦରମା ମିଳିଥାଉ ବା ନ ମିଳୁ, ମୂଲ ମଜୁରୀ ମିଳିଥାଉ ବା ନ ମିଳୁ, କିନ୍ତୁ ପାୱାର କଟ୍ ହେବା ସୁନିଶ୍ଚିତ। ଏପରି ଦୁର୍ଦ୍ଦଶାକୁ କଳ୍ପନା କରିବା କଷ୍ଟଦାୟକ। ଓଡ଼ିଶା ବିଜୁଳି ଉତ୍ପାଦନରେ ଗୋଟିଏ ବଳକା ରାଜ୍ୟ ହୋଇଥିବା ବେଳେ ବଳକା ବିଜୁଳି ଅନ୍ୟ ରାଜ୍ୟରେ ବିକ୍ରି କରୁଛନ୍ତି, ଅଥଚ ଓଡ଼ିଶାର ଲୋକମାନଙ୍କୁ ଆଜି ପର୍ଯ୍ୟନ୍ତ ଉଚିତ ମାନ ସେବା ଦେଇପାରୁନାହିଁ। ପରିବର୍ତ୍ତେ ଓଡ଼ିଶାବାସୀ ଧୂଳି ଧୂଆଁ ଖାଇବା ସହିତ ବାୟୁ ପ୍ରଦୂଷଣର ଶିକାର ହୋଇ ରୋଗାକ୍ରାନ୍ତ ହେଉଛନ୍ତି। ଦିଲ୍ଲୀ ଓଡ଼ିଶାର ବିଜୁଳି କିଣି ନେଇ ଦିଲ୍ଲୀବାସୀଙ୍କୁ ଯଦି ମାଗଣା ବିଜୁଳି ଯୋଗାଇ ପାରୁଛି, ଓଡ଼ିଶାରେ କାହିଁକି ତାହା ସମ୍ଭବ ନୁହେଁ? ପୂର୍ବରୁ ବିଜେପିର ବରିଷ୍ଠ ନେତା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ନିର୍ବାଚନୀ ଭାଷଣରେ କହିଥିଲେ, ଛାଡ଼ ହୋ ମୋଦି ଦେବେ 300 ୟୁନିଟ୍ ମାଗଣା ବିଜୁଳି। କୁଆଡ଼େ ଗଲା ବିଜେପିର ପ୍ରତିଶ୍ରୁତି? ବର୍ତ୍ତମାନର ବିଜେପି ସରକାର ଓଡ଼ିଶାବାସୀଙ୍କୁ ପ୍ରତାରଣା କରିଛି। ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ସ୍ମାର୍ଟ ମିଟରକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 5 ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବ। ନଭେମ୍ବର 26 ତାରିଖ ମଙ୍ଗଳବାର ସକାଳ 10 ଘଟିକା ସମୟରେ ବାଜି ଚୌକ ଛକଠାରୁ ଏକ ପଦଯାତ୍ରା ସଚେତନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜିଲ୍ଲାର ସାଧାରଣ ଲୋକମାନଙ୍କୁ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଜିଲ୍ଲା ସଭାପତି ଆହ୍ୱାନ କରିଛନ୍ତି। ଢେଙ୍କାନାଳବାସୀଙ୍କୁ ହକ୍ ଦେବା ନିମିତ୍ତ ସମସ୍ତେ ଆଗକୁ ଆସନ୍ତୁ ଏବଂ ଏହି ଆନ୍ଦୋଳନରେ ସାମିଲ ହୁଅନ୍ତୁ। ଯେତେବେଳେ ବିଜେପି ତାର ନିର୍ବାଚନୀ ପ୍ରଚାର କରୁଥିଲା, ସେତେବେଳେ ସେ 300 ୟୁନିଟ୍ ଇଲେକ୍ଟ୍ରିକ୍ ମାଗଣାରେ ଦେବ ବୋଲି ପ୍ରତ୍ୟେକ ଓଡ଼ିଆବାସୀଙ୍କୁ କହିଥିଲେ। ଆପଣ ଦେଖିଥିବେ କେନ୍ଦ୍ରୀୟ ନେତାମାନେ ମଧ୍ୟ ଆସି କହିଥିଲେ ନିଜର ବିଭିନ୍ନ ରାଲିରେ ଯେ ଛାଡ଼ ହୋ ମୋଦି ଦେବେ 300 ୟୁନିଟ୍। ତ ସେ 300 ୟୁନିଟ୍ ତ ଦେବା ଦୂରରେ ଥାଉ, ଆଜିର ଡେଟ୍ରେ ବର୍ତ୍ତମାନ ଲୋକମାନଙ୍କ ଉପରେ ଗୋଟେ ଚାପ ସୃଷ୍ଟି କରାଯାଉଛି ଯେ ସ୍ମାର୍ଟ ମିଟର ଲଗାଇବା ପାଇଁ। ବିଭିନ୍ନ ମହଲରେ ୟାକୁ ନେଇ ବହୁତ ଅସନ୍ତୋଷ ଅଛନ୍ତି ଲୋକମାନେ କହୁଛନ୍ତି ଯେ ଆଜିର ଡେଟ୍ରେ କାହିଁକି ଆମେ ସ୍ମାର୍ଟ ମିଟର ଲଗାଇବୁ ଯେତେବେଳେ ତାଙ୍କ ପୁରୁଣା ମିଟର କାର୍ଯ୍ୟକ୍ରମ ଅଛି। ଯଦି କୌଣସି ପୁରୁଣା ମିଟର ଖରାପ ହେଇନାହିଁ, ଆମେ ଗୋଟେ ନୂଆ ସ୍ମାର୍ଟ ମିଟର କାହିଁକି ଦେବୁ? ଆଉ ପୁଣି ସ୍ମାର୍ଟ ମିଟର ତ ଲଗେଇବେ, ସେଥିପାଇଁ 7,000 ଟଙ୍କା ଚାର୍ଜ କରାଯାଉଛି। ସେ 7,000 ଟଙ୍କା କାହିଁକି ଗୋଟେ ଲୋକ ବିନା କାରଣରେ ଓଡ଼ିଶାବାସୀ ଟାଟା ପାୱାରକୁ ଦେବେ? ଏଇ ଯୋଉ ଟାଟା ପାୱାରର ଯୋଉ ସ୍ୱାର୍ଥ ପାଇଁ ଓଡ଼ିଶା ସରକାର ଏ ଯୋଉ କାର୍ଯ୍ୟକ୍ରମ କରୁଛନ୍ତି, ଏହା ବହୁତ ନିନ୍ଦନୀୟ। ଆମ୍ ଆଦମୀ ପାର୍ଟି ଏହାକୁ ଘୋର ନିନ୍ଦା କରୁଛି ଏବଂ ଏହାର ବିରୁଦ୍ଧରେ ପୁରା ଅଲ୍ ଓଭର ଓଡ଼ିଶାରେ ଆମେ ପ୍ରତ୍ୟେକ ଜିଲ୍ଲାରେ এই କାର୍ଯ୍ୟକ୍ରମ ରଖିଛୁ ଏବଂ ଢେଙ୍କାନାଳରେ ମଧ୍ୟ এই କାର୍ଯ୍ୟକ୍ରମକୁ ବହୁତ ଜୋରସୋରରେ କରାଯିବ। এই ଆନ୍ଦୋଳନରେ ପାଖାପାଖି ବହୁତ ବିଶାଳ ଜନସମାଗମ ହେବାର ସମ୍ଭାବନା ଅଛି। ତ ତେଣୁକରି ଆମେ ଏଇ ଆପଣ ପ୍ରେସ୍ ମାଧ୍ୟମରେ ମଧ୍ୟ ସମସ୍ତଙ୍କୁ ଆହ୍ୱାନ ଦଉଛୁ, ନିଜର ହକ୍ ପାଇଁ ଏ ଲଢ଼େଇରେ ସାମିଲ ହୁଅନ୍ତୁ। ଆଉ এই ଲଢ଼େଇରେ ଆମର ସରକାରକୁ ବତେଇ ଦିଅନ୍ତୁ ଯେ ଓଡ଼ିଶା ଉପରେ, ଓଡ଼ିଶାବାସୀଙ୍କ ଉପରେ ଯଦି ଆପଣ ଅନ୍ୟାୟ ଅତ୍ୟାଚାର କରିବେ ତ ଓଡ଼ିଶାବାସୀ ଚୁପ୍ ହେଇକି ରହିବେନି। ବହୁତ ବହୁତ ଧନ୍ୟବାଦ। ଆଶା କରୁଛି ଆପଣମାନେ এই ଆନ୍ଦୋଳନରେ ଭରପୁର ମାତ୍ରାରେ ସମର୍ଥନ ଦେଇ ଆନ୍ଦୋଳନକୁ ସଫଳ କରିବେ। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ। ଆଜି এই ପ୍ରେସ୍ ମିଟ୍ କହିବାର ଉଦ୍ଦେଶ୍ୟ ଏହା, ଯେଉଁ ଟାଟା ପାୱାର ତାର ଯେଉଁ ଦାଦାଗିରି ଚଲେଇଛି କି ସ୍ମାର୍ଟ ମିଟର ବସେଇବ ଯେଉଁ କହୁଛି ଆମର ସରକାରକୁ ଧରିକି, ସାଧାରଣ ଲୋକଙ୍କର এই ସ୍ମାର୍ଟ ମିଟର ପ୍ରତି ବହୁତ ଉତ୍ତେଜନା ଅଛି ଆଉ ବହୁତ ଅସନ୍ତୋଷ ମଧ୍ୟ ଅଛି। ଆମର ଜେନେରାଲ ମିଟର ବସିକି ଯେତିକି ୟୁନିଟ୍ ଆସିବା କଥା ସେତିକି ବି ଆସୁଛି, କିନ୍ତୁ ସ୍ମାର୍ଟ ମିଟର ବସିଲେ ଲୋକଙ୍କୁ ଶୋଷଣ ହେବ। ସେଇ ଉଦ୍ଦେଶ୍ୟରେ ଆମେ 26 ତାରିଖ ଦିନ ଏକାଠି ହେଇକି ଆନ୍ଦୋଳନ କରିବା ପାଇଁ ଭାବିଅଛୁ। ଆଉ ଆପଣମାନଙ୍କୁ ଏଇ ମିଡ଼ିଆ ଜରିଆରେ ଜଣାଉଛୁ ଯେ ବହୁତ ପରିମାଣରେ ଆମକୁ ସମର୍ଥନ ଦିଅନ୍ତୁ। ଆଉ ଏଇ ସ୍ମାର୍ଟ ମିଟର ଆଉ ଟାଟା ପାୱାରର ଦାଦାଗିରିକି କେମିତି ଆମେ ବିରୋଧ କରିବା, ସେଥିପାଇଁ କେମିତି ଏକାଠି ହେବା। ମୁଁ ପଙ୍କଜ କୁମାର ନାୟକ, ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ସଭାପତି। ଏଇ ଓଡ଼ିଶାରେ ଟାଟା ପାୱାର ଯେଉଁ ବିଜୁଳି
उत्पादन तो करूनी किंतु डिस्ट्रीब्यूट करुची ये उपभोक्ता मान को लुटुची ता विरुद्ध रे आम आदमी पार्टी आसंता 26 तारिख मंगलवार दिन प्रतिवाद करुची। प्रतिवादर कारण जे टाटा पावर एठी गोटे स्मार्ट मीटर बसैया जाउची। एठी लो वोल्टेज रे शिकार होछन लोक माने। एठी 24 घंटा बिजुली आसुनी। एठी लोक मानक जो पुराना मीटर अच्छी से मीटर को उठाई फोपाड़िबो एवं आउ 7000 टंका नहीं स्मार्ट मीटर बसैया जाउची। काहेकि प्रश्न होची काहेकि ओडिसा लोक मानक ये शोषण करुची। जदि बरगढ़ रे पुरी रे मीटर लगे को विरोध करा जायछि एबे ढेंकानाल मुहा होइचंती ई टाटा पावर ढेंकानाल रे जबरदस्ती लगे को जाउची। आमे ताको विरोध करुची। एई टाटा पावर जदि दिल्ली रे से कौन स्मार्ट मीटर बसैनी यही डिजिटल मीटर रे से पैसा दौरान एवं सेठी दिल्ली सरकार आम आदमी पार्टी सरकार 200 यूनिट इलेक्ट्रिसिटी फ्री दौर 400 यूनिट पहले हाफ रेट रे दौर। तेणु टाटा पावर एटी कहीं शोषण करुच्ची ना बीजेपी रे कौन प्रायोजित कार्यक्रम एटा नुह तो ये कहीं गोटे गरीब लोक 7000 टंका आणव कौठू से लगेब कहीं आमर जो मीटर लगी जमी चलती ठीक अच्छी ता जो ओडिशा सरकार ताकू टाटा पावर को जो बजेट दौर से बजेट रे 24 घंटा से बिजुली दे पारुनी। लो वोल्टेज शिकार होचन लोक माने कहीं ना जो से पुराना 50 वर्षर जो ट्रांसफॉर्मर लगी से ट्रांसफॉर्मर लगी से माने काम चलुचंती एबे भी लुटुचंती। से इंजन थिला लुटी गला एबे टाटा पावर लुटुची तापर आउ कि आसीबो। तेणु आम ओडिशावासी को आमे आह्वान करुचु ये 26 तारिख दिन जिला ओडिशार सबु जिले में आम ये आंदोलन करुचु। आसंतु ढेंकानालवासी ये आंदोलन में सामिल हंतु एवं ये स्मार्ट मीटर विरुद्ध रे स्वर उत्तोलन करंतु। धन्यवाद। वंदे उत्कल जननी। ढेंकानाल जिलार प्रशांत कुमार नायक रिपोर्ट बहुजन मीडिया।